ରାବଣ ସୀତାଙ୍କୁ ହରଣ କରିଥିଲା ବ୍ରାହ୍ମଣ ବେଶ ଧାରଣ କରି। ବିଷ୍ଣୁ ରାଜା ବଳିଙ୍କୁ ଛଳନାପୂର୍ବକ ପାତାଳକୁ ଚାପି ଦେଇଥିଲେ ବ୍ରାହ୍ମଣ ବେଶ ଧାରଣ କରି। କାଳନେମି ହନୁମାନଙ୍କୁ ତାଙ୍କ ମାର୍ଗରେ ଅବରୋଧ କରିଥିଲେ ବ୍ରାହ୍ମଣ ବେଶ ଧାରଣ କରି। କର୍ଣ୍ଣ ପରଶୁରାମଙ୍କଠାରୁ ଧନୁର୍ବିଦ୍ୟା ଶିକ୍ଷା କରିଥିଲେ ବ୍ରାହ୍ମଣ ବେଶ ଧାରଣ କରି। ହନୁମାନ ରାମଙ୍କର ଭେଦ ଜାଣିବା ପାଇଁ ବ୍ରାହ୍ମଣ ବେଶ ଧାରଣ କରିଥିଲେ। ଶ୍ରୀକୃଷ୍ଣ କର୍ଣ୍ଣକୁ ଛଳନା କରିବା ପାଇଁ ବ୍ରାହ୍ମଣ ବେଶ ଧାରଣ କରିଥିଲେ। ବିଶ୍ୱାମିତ୍ର ରାଜା ହରିଶ୍ଚନ୍ଦ୍ରଙ୍କୁ ପରୀକ୍ଷା କରିବା ପାଇଁ ବ୍ରାହ୍ମଣ ବେଶ ଧାରଣ କରିଥିଲେ। ଅଜ୍ଞାତବାସରେ ମାତା କୁନ୍ତୀ, ଦ୍ରୌପଦୀ ଏବଂ ପାଣ୍ଡବମାନେ ଅନେକ ଥର ବ୍ରାହ୍ମଣ ବେଶ ଧାରଣ କରନ୍ତି। ତେବେ ଏ ସମସ୍ତେ ସର୍ବଦା ବ୍ରାହ୍ମଣ ବେଶ କାହିଁକି ଧାରଣ କରନ୍ତି? କାରଣ ବ୍ରାହ୍ମଣର ନାମ ହେଉଛି ଭରସାର, ବ୍ରାହ୍ମଣର ନାମ ହେଉଛି ବିଶ୍ୱାସର, ବ୍ରାହ୍ମଣର ନାମ ହେଉଛି ସମସ୍ତଙ୍କୁ ଏକା ସଙ୍ଗେ ସତ୍ମାର୍ଗରେ ଚଳେଇବାର, ବ୍ରାହ୍ମଣର ନାମ ହେଉଛି ରାଷ୍ଟ୍ରଭକ୍ତିର, ବ୍ରାହ୍ମଣର ନାମ ହେଉଛି ଦୂରଦର୍ଶୀର, ବ୍ରାହ୍ମଣର ନାମ ହେଉଛି ଜ୍ଞାନର, ତପର, ତ୍ୟାଗର, ବଳିଦାନର ଏବଂ ବ୍ରାହ୍ମଣର ନାମ ହେଉଛି ସନ୍ତୋଷ ଏବଂ ସଂଯମତାର। ତେଣୁ ବ୍ରାହ୍ମଣର ପ୍ରତିଷ୍ଠାର ଲାଭ ଉଠାଇବା ବହୁତ ସହଜ। କାରଣ ଅଧିକରୁ ଅଧିକ ଲୋକ ବ୍ରାହ୍ମଣଙ୍କୁ ବିଶ୍ୱାସ କରନ୍ତି। କିନ୍ତୁ ଆଜିକାଲି କିଛି ଲୋକ ବ୍ରାହ୍ମଣମାନଙ୍କ ପ୍ରତିଷ୍ଠାର ଫାଇଦା ଉଠାଇ ତାଙ୍କର ବେଶ ଧାରଣ କରି ଲୋକଙ୍କୁ ଠକୁଛନ୍ତି। ବ୍ରାହ୍ମଣ କେବଳ ଏକ ନାମ କି ଜାତି ନୁହେଁ, ଏହା ଏକ ଭରସା ଏବଂ ବିଶ୍ୱାସର ନାମ। ଜୟ ଜଗନ୍ନାଥ।